ଯେତେବେଳେ ଆପଣମାନେ ଘରୁ ବାହାରୁଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ, ବାହାରିବା ପୂର୍ବରୁ ଏହି ଉପାୟ କରନ୍ତୁ। ଦେଖିବେ ନିଶ୍ଚିତ ସଫଳତା ପାଇବେ। ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ସଫଳତାର ପାହାଚ ଚଢ଼ିବାକୁ ଚାହିଁଥାଏ ଏବଂ ସେଥିପାଇଁ ସେ ଯଥା ସମ୍ଭବ ଚେଷ୍ଟା ମଧ୍ୟ କରିଥାଏ। କିନ୍ତୁ ଅନେକ ଥର ଯଥେଷ୍ଟ ପରିଶ୍ରମ ପରେ ମଧ୍ୟ ଭାଗ୍ୟର ସହାୟତା ମିଳେ ନାହିଁ ଏବଂ ଲୋକେ ସଫଳତାର ସ୍ୱାଦ ଚାଖୁ ଚାଖୁ ହିଁ ରହିଯାଆନ୍ତି। କଠିନ ପରିଶ୍ରମ ପରେ ମଧ୍ୟ ସେହି ଫଳ ମିଳିଥାଏ ଯାହାର ଆଶା ରହିଥାଏ। ଏହିଭଳି ପରିସ୍ଥିତିରେ କିଛି ଉପାୟ ରହିଛି ଯାହା ଅନୁସରଣ କରିବା ଦ୍ୱାରା ସହଜରେ ସଫଳତା ହାସଲ କରାଯାଇପାରିବ। ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ସଫଳତାର ଗ୍ୟାରେଣ୍ଟି ଦେଇଥାଏ। ଏଥିପାଇଁ ଆବଶ୍ୟକ ଯେତେବେଳେ ଆପଣ ଘରୁ ବାହାରକୁ କୌଣସି ଆବଶ୍ୟକୀୟ କାର୍ଯ୍ୟ ପାଇଁ ଯାଉଛନ୍ତି, ସେତେବେଳେ ଘରୁ ବାହାରିବା ପୂର୍ବରୁ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ। ବଡ଼ମାନଙ୍କର ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ। ଏଥିପାଇଁ ଆବଶ୍ୟକ ଏହା ଯେ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି, ବଡ଼ମାନଙ୍କର ଆଶୀର୍ବାଦ ନିଶ୍ଚିତ ଭାବରେ ନିଅନ୍ତୁ। କୁହାଯାଏ ଯେ ଘରର ବଡ଼ମାନଙ୍କର ଆଶୀର୍ବାଦରେ ସୌଭାଗ୍ୟ ରହିଥାଏ, ଯାହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିଥାଏ। ଗଣେଶଙ୍କୁ ଧ୍ୟାନ କରନ୍ତୁ। ଏହା ବ୍ୟତୀତ ଯେବେ ମଧ୍ୟ ଘରୁ କୌଣସି ଅତ୍ୟାବଶ୍ୟକ କାମ ପାଇଁ ବାହାରୁଛନ୍ତି, ସେତେବେଳେ ଶ୍ରୀ ଗଣେଶାୟ ନମଃ ଉଚ୍ଚାରଣ କରି ଯେଉଁ ଦିଗକୁ ଯିବାର ଅଛି ସେହି ଦିଗରେ ଓଲଟା ଦିଗରେ 4 ପାଦ ଚାଲନ୍ତୁ। ଏହିଭଳି କରିବା ଦ୍ୱାରା ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି ତାହା ନିଶ୍ଚିତ ଭାବରେ ସଫଳ ହୋଇଥାଏ। ମନେ ରଖନ୍ତୁ, ଯେବେ ବି ଆପଣ ବାହାରକୁ ବାହାରୁଛନ୍ତି, ସେହି ସମୟରେ ଦହି କିମ୍ବା ଚିନି ଖାଇ ବାହାରକୁ ଯାଆନ୍ତୁ। ଯେହେତୁ ଦହିକୁ ଚନ୍ଦ୍ରର କାରକ ଭାବେ ବିବେଚନା କରାଯାଏ, ସେଥିପାଇଁ କୌଣସି ଶୁଭ କାମ ପାଇଁ ଘରୁ ବାହାରକୁ ଯାଉଥିଲେ ଦହି ଏବଂ ଚିନି ଖାଇ ଘରୁ ବାହାରକୁ ଯିବା ଉଚିତ। ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଡାହାଣ ପାଦକୁ ପ୍ରଥମେ ବାହାରେ ରଖନ୍ତୁ। ସାଧାରଣତଃ ବିଶ୍ୱାସ କରାଯାଏ ଯେ ଯେତେବେଳେ କୌଣସି କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି, ସର୍ବପ୍ରଥମେ ଡାହାଣ ପାଦକୁ ବାହାରେ ରଖାଯିବା ଉଚିତ ଏବଂ ତାପରେ ବାମ ପାଦକୁ ବାହାରେ ରଖିବା ଉଚିତ। ଏପରି କରିବା ଶୁଭ ବୋଲି ବିବେଚନା କରାଯାଏ। ମାଠିଆ ଦେଖିବା ହୋଇଥାଏ ବହୁତ ଶୁଭ। ଧାର୍ମିକ ବିଶ୍ୱାସ ଅନୁଯାୟୀ କୌଣସି କାମ ପାଇଁ ଘରୁ ବାହାରିବା ସମୟରେ ଆପଣ ଯଦି ରାସ୍ତାରେ ମାଠିଆ କିମ୍ବା ସୁରେଇ ଦେଖନ୍ତି, ତେବେ ଏହାକୁ ଶୁଭ ସଂକେତ ଭାବରେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ। ସେଥିପାଇଁ ଚେଷ୍ଟା କରନ୍ତୁ ଯେ ଯେତେବେଳେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି, ସେତେବେଳେ ମାଠିଆ କିମ୍ବା ସୁରେଇଟିଏ ଦେଖିକି ହିଁ ଯାଆନ୍ତୁ। ମନେ ରଖନ୍ତୁ, ରବିବାର ଦିନ ଯଦି ଯାତ୍ରା ଅନୁକୂଳ ସମୟରେ ପାନ ଖାଇ ଯାତ୍ରା କରନ୍ତି, ତେବେ ଯାତ୍ରା ସଫଳ ହୋଇଥାଏ। ସୋମବାର ଦିନ କୌଣସି ସ୍ଥାନକୁ ଯିବା ସମୟରେ ଦର୍ପଣରେ ମୁହଁ ଦେଖି ଯାତ୍ରା କଲେ ଯାତ୍ରା ତୁରନ୍ତ ସଫଳ ହୋଇଥାଏ। ମଙ୍ଗଳବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ମିଠା ଖାଇ ଯାତ୍ରା କଲେ ଯାତ୍ରା ସଫଳ ହୁଏ। ବୁଧବାର ଦିନ ଯାତ୍ରା ଅନୁକୂଳ ସମୟରେ ପାନ ମଧୁରୀ ଖାଇ ଯାତ୍ରା କରନ୍ତୁ, ଯାତ୍ରା ସଫଳ ହୋଇଥାଏ। ଗୁରୁବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ 5ଟି ତୁଳସୀ ପତ୍ର ଖାଇ ଯାତ୍ରା କରନ୍ତୁ। ଶୁକ୍ରବାର ଦିନ ଯାତ୍ରା ଅନୁକୂଳ କଲାବେଳେ ଖସା ଲଡୁ ଖାଇ ଯାତ୍ରା କଲେ ଯାତ୍ରାରେ ସଫଳତା ମିଳିଥାଏ। ଶନିବାର ଦିନ ଯାତ୍ରା ଅନୁକୂଳ ବେଳେ ଅଦା ଖଣ୍ଡେ ପାଟିରେ ପକାଇ ଯାତ୍ରା କରନ୍ତୁ, ଯାତ୍ରା ସଫଳ ହୋଇଥାଏ। ଯଦି ଆପଣ ଘରୁ ବାହାରିବା ସମୟରେ ଜୋତା ବା ଚପଲ ଆପଣଙ୍କର ଛିଡ଼ି ଯାଉଛି, ତେବେ ଏହା
ଅଶୁଭ ସଂକେତ ହୋଇଥାଏ। ଯଦି ସ୍ୱପ୍ନରେ ଶୃଗାଳ କାନ୍ଦୁଛି, ପରବର୍ତ୍ତୀ ଦିନ ଯାତ୍ରା କରନ୍ତୁ। ଘରୁ ବାହାରିବା ସମୟରେ ଯଦି କାହା ସହିତ ମତାନ୍ତର ବା ଝଗଡ଼ା ହୋଇଯାଉଛି, ତେବେ ଏହା ବହୁତ ଅଶୁଭ ସଂକେତ ଦେଇଥାଏ। ଘରୁ ବାହାରିବା ସମୟରେ ଯଦି ଛିଙ୍କ ଆସୁଅଛି, ତେବେ ଏହା ମଧ୍ୟ ଅଶୁଭ ସଂକେତ ଦେଇଥାଏ। ଘରୁ ବାହାରିବା ସମୟରେ ଯଦି କ୍ଷୀର, ପାଣି, ଭୋଜନ କିମ୍ବା ପୂଜା ଥାଳି ହାତରୁ ପଡ଼ିଯାଉଛି, ଏହି ସବୁ ସଂକେତ ମିଳିଲେ ଆପଣ ପଛକୁ ଫେରିଯିବେ, ନଚେତ୍ ହୋଇଯିବେ ବହୁତ ବଡ଼ ଅଘଟଣ। ଯଦି ଘରୁ ବାହାରିବା ସମୟରେ କିଛି ବାଡ଼େଇ ହୋଇଯାଉଛି, ତେବେ ଏହା ମଧ୍ୟ ଅଶୁଭ ସଂକେତ। ଦୀପ ଯଦି ଆପେ ଆପେ ଲିଭି ଯାଉଅଛି, ଘରୁ ବାହାରିବା ସମୟରେ ଯଦି କୌଣସି ମରିଯାଇଥିବା ଜୀବ ଆପଣ ଦେଖିବାକୁ ପାଉଛନ୍ତି, ତେବେ ଏହା ଯାତ୍ରା କରିବାରେ ଅଶୁଭ ସଂକେତ ଦେଇଥାଏ। ଏବେ ଆସନ୍ତୁ ଜାଣିବା ଯେ ପିତାମାତାଙ୍କୁ ପୂଜା କଲେ କ'ଣ ହୋଇଥାଏ। ଯେଉଁ ସନ୍ତାନ ପିତାମାତାଙ୍କୁ ଦେବତା ପରି ପ୍ରତ୍ୟକ୍ଷ ପୂଜାର୍ଚ୍ଚନା କରେ ବା ଅନ୍ତର ମଧ୍ୟରେ ପିତୃମାତୃ ଭକ୍ତି ରଖି କାର୍ଯ୍ୟ କରେ, ତାର କୌଣସି କାର୍ଯ୍ୟରେ ବିପତ୍ତି ପଡ଼େ ନାହିଁ। ଯଦି ବିପତ୍ତି ଆସେ, ତେବେ ତାହା ଆପଣା ଛାଏଁ ଦୂରେଇଯାଏ। ପିତାମାତାଙ୍କ ନାମକୁ ସକାଳେ ଓ ସନ୍ଧ୍ୟାରେ ଏକାନ୍ତ ଭକ୍ତି, ନିଷ୍ଠା ଓ ଏକାଗ୍ରତାର ସହିତ ସ୍ମରଣ କଲେ 7 ଜନ୍ମର ପାପରୁ ମୁକ୍ତି ମିଳିଥାଏ। ପିତାମାତାଙ୍କ ଗାଳିକୁ ଯିଏ ଗାଳି ବୋଲି ଭାବେ, ତାହା ତାହାଙ୍କୁ ଅଭିଶାପ ହୁଏ, କିନ୍ତୁ ପିତାମାତାଙ୍କର ଗାଳିକୁ ଯିଏ ଆଶୀର୍ବାଦ ବୋଲି ମନେ କରେ, ସେ ଯଶସ୍ୱୀ ହୁଏ। ଯେଉଁ ସନ୍ତାନ ପିତାମାତାଙ୍କର ଅନ୍ତରକୁ ଚିହ୍ନି ପାରନ୍ତି, ତା ପାଇଁ ଭଗବାନଙ୍କୁ ଚିହ୍ନିବା କଷ୍ଟ ହୁଏ ନାହିଁ। ଯେଉଁ ସନ୍ତାନ ନିଜ ପିତାମାତାଙ୍କର ନାମ ଶିବାଳୟରେ ଏକାନ୍ତ ଭକ୍ତିର ସହିତ ସ୍ମରଣ କରେ, ସେ ଦେହାନ୍ତେ ଶିବଲୋକରେ ସ୍ଥାନ ପାଏ, ଭଗବାନ ଶିବଙ୍କର ଶରୀରରେ ଲୀନ ହୋଇଯାଏ। ଦାନ ଦେଉଛନ୍ତି କି? ସାବଧାନ ହୋଇଯାଆନ୍ତୁ। ଆମକୁ ଦାନ ଦେବା ଆଗରୁ ଦାନର ମାନେ କ'ଣ ବୁଝିବାର ଅଛି। ଦାନର ମାନେ ହେଉଛି ଆବଶ୍ୟକ ଥିବା ଲୋକକୁ କିଛି ଦେବା। ଯେପରିକି କେହି ଭୋକିଲା ଅଛି, ତାକୁ ଖାଦ୍ୟ ଦେଇଦେବା। କେହି ଶୋଷିଲା ଅଛି, ତାକୁ ପାଣି ଦେଇଦେବା। କେହି ରୋଗିଣା ଅଛି, ତାକୁ ଔଷଧ ଦେଇଦେବା। ଦାନ ଦେବା ସମୟରେ 3ଟି କଥାକୁ ଧ୍ୟାନ ଦେବା ଜରୁରୀ। କାଳେ କିଏ ଭୋକିଲା ଅଛି, ଯିଏ ଥଣ୍ଡାରେ କମ୍ପୁଛି, ଆଉ କିଏ ରୋଗିଣା ଅଛି। ଏହିପରି ପରିସ୍ଥିତିରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ଉଚିତ। ଯଦି ପଇସା ଦାନରେ ଦେଉଛନ୍ତି, ବହୁତ ସାବଧାନ ଅବଲମ୍ବନ କରିବା ଉଚିତ। ଦାନରେ ଦେଇଥିବା ପଇସା ଯେପରି କିଛି ଖରାପ କାର୍ଯ୍ୟରେ ନ ଲାଗେ। ଆପଣଙ୍କ ପର୍ସରେ ଏହି ସବୁ ଜିନିଷ ରଖନ୍ତୁ, ବହୁତ ଶୁଭ ହୋଇଥାଏ। ପର୍ସରେ ଚାନ୍ଦିର ଛୋଟ ଗୋଲାକାର ଜିନିଷ ରଖନ୍ତୁ। ଚାନ୍ଦି ଏପରି ଏକ ବସ୍ତୁ, ଯାହା ଆପଣଙ୍କର ନକାରାତ୍ମକ ଊର୍ଜାରୁ ରକ୍ଷା କରିଥାଏ। ଏହା ସହିତ ଆପଣଙ୍କର ସହ ସର୍ବଦା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ। ମାନ୍ୟତା ଅଛି କି ମା ଲକ୍ଷ୍ମୀ ଦିନବେଳା ଓସ୍ତପତ୍ରରେ ବାସ କରନ୍ତି। ସେଥିପାଇଁ ଓସ୍ତପତ୍ରକୁ ପର୍ସରେ ରଖିଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଯଦି ସଂଯୋଗବଶତଃ ହଳଦୀ ଲାଗିଥିବା ନୋଟ ଆପଣଙ୍କୁ ମିଳୁଛି, ତେବେ ଏହାକୁ ଖର୍ଚ୍ଚ ନ କରି ପର୍ସରେ ରଖନ୍ତୁ। ମାନ୍ୟତା ଅଛି କି ଏହାକୁ ଯତ୍ନରେ ରଖିଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ବାସ୍ତୁ ବିଜ୍ଞାନ ମୁତାବିକ ଗୋମତୀ ଚକ୍ର ପର୍ସରେ ରଖନ୍ତୁ, ଶୁଭ ଏବଂ ଫଳଦାୟକ ହୋଇଥାଏ। ପର୍ସରେ ଅକ୍ଷତ ଚାଉଳ ରଖିବା ଦ୍ୱାରା ଧନ ପ୍ରାପ୍ତ ହୋଇଥାଏ। ରୁଦ୍ରାକ୍ଷକୁ ଭଗବାନ ଶିବଙ୍କର ପ୍ରତୀକ ବୋଲି ମାନ୍ୟତା ଅଛି। ସେଥିପାଇଁ ପର୍ସରେ ଏକ ରୁଦ୍ରାକ୍ଷ ରଖିବା ଦ୍ୱାରା ଧନ ହାନି ହୋଇନଥାଏ। ପର୍ସରେ ନୋଟ କେବେ ବି ମୋଡ଼ିକି ରଖନ୍ତୁ ନାହିଁ। ଏହିପରି କରିଲେ ପଇସା ରୁହେ ନାହିଁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯାଆନ୍ତି। କଟା ଫଟା ନୋଟକୁ ତୁରନ୍ତ ଖର୍ଚ୍ଚ କରିଦିଅନ୍ତୁ। ତାକୁ ପର୍ସରେ ରଖନ୍ତୁ ନାହିଁ, କାହିଁକି ନା କଟା ଏବଂ ଫଟା ନୋଟ ରଖିଲେ ଦୁର୍ଭାଗ୍ୟ ବଢ଼ିଥାଏ। କେବେ ବି ପର୍ସରେ ମୃତ ବ୍ୟକ୍ତିଙ୍କ ଫଟୋ ରଖନ୍ତୁ ନାହିଁ। ରଖିବା ଦ୍ୱାରା ଆପଣଙ୍କ ଉପରେ କରଜ ବଢ଼ିଥାଏ।
ଯଦି କରଜ ନେଉଛନ୍ତି ତେବେ କରଜରୁ ମୁକ୍ତି ମିଳିନଥାଏ। କରଜ ନେଇଥିବା ପଇସାକୁ ବି ପର୍ସରେ ରଖନ୍ତୁ ନାହିଁ। ମାନ୍ୟତା ଅଛି କି ଏପରି କରିବା ଦ୍ୱାରା ଆପଣଙ୍କ ଉପରେ କରଜର ବୋଝ ବଢ଼ିଯାଏ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଏ। ପର୍ସରେ କେବେ ବି ଚାବି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବ୍ୟବସାୟରେ ଧନହାନିର ଆଶଙ୍କା ବଢ଼ି ଯାଇଥାଏ। ଯେତେବେଳେ ଆପଣ ଭୋଜନ କରୁଛନ୍ତି, ଭୋଜନ ସମୟରେ ଏହି ନିୟମ ମାନନ୍ତୁ। ଦେଖିବେ ଆପଣଙ୍କର ଜୀବନକୁ ବଦଳାଇ ଦେବ। କେବେ ବି ବିଛଣାରେ ବସିକରି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଖାଇବା ଥାଳିକୁ କେବେ ବି ଗୋଟେ ହାତରେ ଧରନ୍ତୁ ନାହିଁ। ଭୋଜନ କରି କେବେ ହେଲେ ଥାଳିରେ ହାତ ଧୁଅନ୍ତୁ ନାହିଁ। ଭୋଜନ କରିଥିବା ଥାଳିକୁ କେବେ ହେଲେ ଖଟ କିମ୍ବା ଟେବୁଲ ତଳେ ରଖନ୍ତୁ ନାହିଁ। ଭୋଜନ କଲାବେଳେ ସର୍ବଦା ପୂର୍ବ କିମ୍ବା ଉତ୍ତର ମୁଖା ହୋଇ ଭୋଜନ କରନ୍ତୁ। ଭୋଜନ କଲାବେଳେ କଥାବାର୍ତ୍ତା ଏବଂ କ୍ରୋଧ କରନ୍ତୁ ନାହିଁ। ସମ୍ଭବ ହେଲେ ରୋଷେଇ ଘରେ ବସି ଭୋଜନ କରନ୍ତୁ। ଏହା ଦ୍ୱାରା ରାହୁ ଶାନ୍ତ ହୋଇଯାଆନ୍ତି। ସପ୍ତାହରେ ଥରେ ଲୁଣ ପାଣିରେ ରୋଷେଇ କରିବା ଜାଗାକୁ ପୋଛିବା ଦ୍ୱାରା ଘରେ ଶାନ୍ତି ମିଳିଥାଏ। ମନ୍ଦିରରୁ ଫେରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଦୁଇଟି କାମ। ହିନ୍ଦୁ ଧର୍ମରେ ପୂଜା ପାଠର ବହୁତ ମାନ୍ୟତା ରହିଛି। ବହୁତ ଲୋକ ମନ୍ଦିର ଯାଇ ପୂଜା ପାଠ କରିଥାନ୍ତି। ଅନେକ ଲୋକ ଘରେ ବି ପୂଜା ପାଠ କରିଥାନ୍ତି। କିଛି ଲୋକ ପୂଜା ସମୟରେ କିଛି ନା କିଛି ଏପରି ଭୁଲ କରିଥାନ୍ତି ଯାହାର ପରିଣାମ ଭଲ ହୋଇନଥାଏ। ପୂଜା ପରେ ମନ୍ଦିରରୁ ଫେରିବା ସମୟରେ ଏହି ଦୁଇଟି କାମ ଭୁଲରେ ବି କରନ୍ତୁ ନାହିଁ। ମନ୍ଦିରରୁ ଫେରିବା ସମୟରେ ଆଣିଥିବା ପ୍ରସାଦକୁ ରାସ୍ତାରେ ଖାଆନ୍ତୁ ନାହିଁ। ଖାଲି ଲୋଟା ଭୁଲରେ ବି ଘରକୁ ଆଣନ୍ତୁ ନାହିଁ। ସେଥିରେ ଟିକେ ପାଦୁକା ନିହାତି ସାଥିରେ ନେଇକି ଘରକୁ ଆସନ୍ତୁ। ସୋମବାର ଦିନଠାରୁ 16 ଦିନ ପର୍ଯ୍ୟନ୍ତ ପ୍ରତିଦିନ ଗୋଟେ ଲୋଟା ଜଳରେ ପଦ୍ମକେଶରରେ ଥିବା ମଞ୍ଜିକୁ ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଶେଷ ଦିନ ଜଳ ଲାଗି ପରେ ପଦ୍ମକେଶରୀ ମଞ୍ଜିକୁ ଆଣି ଗୋଟେ ହଳଦିଆ କପଡ଼ାରେ ବାନ୍ଧି ନିଜ ପାଖରେ ରଖନ୍ତୁ କିମ୍ବା ପଇସା ରଖୁଥିବା ଆଲମିରାରେ ରଖନ୍ତୁ। ଟଙ୍କା ପଇସା ଜନିତ ସମସ୍ୟା ଦୂର ହୋଇଯାଇଥାଏ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।